हे लंकापति आपणकर ज्येष्ठ भ्राता रावणर पुत्र इंद्रजित समस्त क्रोध को नहीं जो दशा आमको मोर मो चिंता नहीं एवं मोर लक्ष्मण भी चिंता नहीं आम तो मृत्युवरण कर सुनिश्चित मोर मरित समस्त कवि सैन्य मानव को नहीं किंजा प्रत्यावर्तन करेंगे आशा को नहीं आपणकर ज्येष्ठ भ्राता संकट में मोर शत्रुता मनोभाव होता से आशा तो आज निष्फल करगला सीतार लालसा भी राम मनरे नहीं जे उद्देश्य आपणकर स्वर्गापर्ण होते से कथा को भाविबा परे मस्तक घृणन हो जाऊँगी लंकापति कौन करी आज मुझे मो सत्य सन्त वंश एक कलंकित अध्याय सृष्टि करदेली आपको प्रत्येक कथा आज मु रक्षा कर लंकापति आए सुग्रीव Sura he ma
ମୈତ୍ର ମୁଁ ହେଉଛି ସତ୍ୟ ସନ୍ଧ ବଂଶର ଦାୟଦ ଯେଉଁ ସତ୍ୟ ସନ୍ଧର ବଂଶର ଦାୟଦ ମାନେ ପୂର୍ବରେ ନିଜର କୀର୍ତ୍ତିକୁ ରକ୍ଷା କରିବା ପାଇଁ ଧରାପୃଷ୍ଠରେ କୀର୍ତ୍ତି ସ୍ତମ୍ଭ ରୂପରେ ପାଲଟି ସାରିଥିଲେ ସେହି ବଂଶର ଦାୟଦ ହୋଇ ଆଜି ମୁଁ ସତ୍ୟକୁ ଭଗ୍ନ କରିଦେଲି ଯେଉଁ ଲଙ୍କପତି ବିଭୀଷଣ ରାବଣ ସହିତ ଶତ୍ରୁତା ମନୋଭାବ କରି ନିଜ ଦେଶରୁ ବିଦାର ହେଲା ପରେ ମୋ ଶରଣାଗତ ହୋଇଥିଲେ ସେତେବେଳେ ତାଙ୍କ ମସ୍ତକରେ ମୁଁ ଶାଢ଼ୀ ବାନ୍ଧିଥିଲି ଲଙ୍କାର ବାପା ଦେଇ ରାବଣକୁ ବିନାଶ କରି ଲଙ୍କାର ସିଂହାସନରେ ମୁଁ ବିଭୀଷଣଙ୍କୁ ଅଭିଷିକ୍ତ କରାଇଲି ଯେତେବେଳେ ଆପଣମାନେ କିଷ୍କିନ୍ଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିବେ ଯେତେବେଳେ ଆମେ ଦୈରଭ୍ରତା ଧର୍ମପୁରକୁ ଯାତ୍ରା କରିବୁ ସୀତା ତ ମୋର ଲଙ୍କାପୁରରେ ଅଛି ହେଲେ ମୋର ବିଭୀଷଣ କଣ କରିବ ମୈତ୍ର ଆଜି ଏ ସମସ୍ତ ଦଶାକୁ ଦେଖି ସାରିବା ପରେ ମତେ ପ୍ରତୀତ ହେଉଛି ଆଜି ମୁଁ ସତ୍ୟ ସନ୍ଧ ବଂଶର ଦାୟଦ ହୋଇ ସତ୍ୟ ସନ୍ଧ ବଂଶରେ ମୁଁ କଳଙ୍କ ଲଗେଇଦେଲି ମୈତ୍ର আহা বিভীষণ নাহি কাহি অতি এতে কহি বাস কুহ নারী রঘুপতি ଲଙ୍କପତି ଏ ସମସ୍ତ କପି ସୈନ୍ୟମାନେ ସେତେବେଳେ ଆମେ ଯମପୁରକୁ ଯାତ୍ରା କରିବୁ ଲଙ୍କପତି ବିଭୀଷଣ ଯେଉଁଠାରେ ଲୁକାୟିତ ଅବସ୍ଥାରେ ରହିଲେ ମଧ୍ୟ ମତେ ପ୍ରତୀତ ହେଉଛି ক্ষমাকারী রাবণ তাଙ୍କୁ জীবিত অবস্থাରେ ଛାଡ଼ିବ ନାହିଁ ଆଜି ମୋର ସତ୍ୟବାଣୀ ନିଷ୍ଫଳ ହୋଇଗଲା ଏ ବିଭୀଷଣ ମତେ କ୍ଷମା କରିଦେବ ବିଭୀଷଣ ଯେଉଁ ସତ୍ୟକୁ ଆପଣଙ୍କ ସମ୍ମୁଖରେ ମୁଁ ରଖିଥିଲି ଆପଣଙ୍କୁ ଲଙ୍କାର ସିଂହାସନ ଅଭିଷିକ୍ତ କରାଇବି ସେ ବାଣୀ ଆଜି ନିଷ୍ଫଳ ହୋଇଗଲା ହେ ହନୁମାନ ଅଯୋଧ୍ୟାକୁ ଯିବା ପୂର୍ବରୁ ସଂକଟରେ ମୁଁ ବିଭୀଷଣକୁ ମଧ୍ୟ ଅଯୋଧ୍ୟାପୁରକୁ ନେଇଯାଅ ହେ ବିଭୀଷଣ ଅଯୋଧ୍ୟାରେ ମୋର ସାନୁଜ ଭରତ ବର୍ତ୍ତମାନ ବିଷ୍ଠିତ ଅଛି ତା ସଂକଟରେ ଅଯୋଧ୍ୟା ରାଜ ସିଂହାସନର ଅଭିଷିକ୍ତ ହୋଇ ସମସ୍ତ ପ୍ରଜାମାନଙ୍କୁ ପ୍ରତିପାଳନ କର এই মনে বিচার কর ঈশ্বর সুন্দর স্বয়ং বিষ্ণু অবতার মানব হে গরুর কুসুমারিলে দিব সত্তর
এই গরুর কুসুমারিলে মিলিব সত্তর নরেন্দ্র কহে উত্তম বিচার জয়রাম নরেন্দ্র কহে উত্তম বিচার বিভীষণ কহে সীতাপতি শুণ গরুর কুমারে কর সুবরণ বিভীষণ কহে সীতাপতি শুণ গরুর কুমারে কর গরুর পূজন দেবে হইব গরুর পূজন দেবে হইব গরুর পূজন দেবে হইব সীতাকান্ত ତୁମେ ଗରୁଡ଼ାକୁ ସୁବର୍ଣ୍ଣ କରନ୍ତୁ ପ୍ରଭୁ ଗରୁଡ଼ାକୁ ସୁବର୍ଣ୍ଣ କରନ୍ତୁ ଏ ଯୋଉ ନାଗବାସ ଯଦି ରଣକ ଯୁଗ ଛାଡ଼ିକି ଗରୁଡ଼ ତୁମ ପାଖକୁ ଆସେ ପ୍ରଭୁ ତୁମେ ନିଶ୍ଚିତ ଗରୁଡ଼ାକୁ ଦେଖ ପ୍ରଭୁ ତୁମେ ଗରୁଡ଼ାକୁ ସୁବର୍ଣ୍ଣ କର ଗରୁଡ଼ ଆସିଲେ ନାଗମାନେ ଭୟଭୀତର ପଳାୟନ କରିବେ ଏ ନାଗବାସ ଆପେ ଆପେ ବନ୍ଧନରୁ ମୁକ୍ତ ହୋଇଯିବ ପ୍ରଭୁ আই চিন্তিলে প্রবেশ হেব দণ্ড করে গরুর পুরাণ চিন্তিলে মনরে গরুর পুরাণ চিন্তিলে মনরে ତୁମେ ଗରୁଡ଼ାକୁ ସୁବର୍ଣ୍ଣ କରନ୍ତୁ ପ୍ରଭୁ ঠিক କହିଛନ୍ତି ଲଙ୍କାପତି ମୁଁ ନିଶ୍ଚିତ ବୈନଦେବଙ୍କୁ ସ୍ମରଣ କରିବି ସେ ହିଁ ଆମକୁ ଏ ଦଶାରୁ ମୁକ୍ତ କରାଇବେ আই বন্ধ ই বিনন্দা সুখ ভক্তিরাজ পরে তোকে সম তোহে দেবরাজ পরে তোকে সম তোহে দেবরাজ পরে তোকে সম তোহে দেবরাজ আই স্বর্গরে বসিয়া প্রভু গরু ধরে দেব প্রভু রে ধরে দেব ହେ ବିନତା ନନ୍ଦନ ଏ ରାମ ଆପଣଙ୍କର ବଳ ପରାକାଷ୍ଠାକୁ ଜାଣେ ଆପଣଙ୍କର ବଳ ସମ୍ମୁଖରେ ଦେବରାଜ ଇନ୍ଦ୍ର ମଧ୍ୟ ହାର ମାନିବେ ଏକ ଦିନେ ଆପଣ ଦେବଗଣଙ୍କ ମଧ୍ୟରେ ବସି ଅମୃତକୁ ଲୁଣ୍ଠନ କରି ଆଣିଥିଲେ ଦେବତା ମାନଙ୍କୁ ଆପଣ ଲଜ୍ଜା ପ୍ରଦାନ କରିଥିଲେ ଆପଣଙ୍କର ବଳର ପରାକାଷ୍ଠା ଏ ରାମକୁ ଜଣା ଆସ ବିନତା ନନ୍ଦନ ଆମ ଦୋଳ ଭ୍ରାତାଙ୍କୁ ଏ ଦଶାରୁ ମୁକ୍ତ କର আই মরুত মেরু বিবাদ সমୟରେ মেরু সুবরিলা তোতে হৃদୟରେ সুবরিলা তোতে হৃদୟରେ মেরু সুবরিলা তোতে হৃদୟରେ তেরা বিস্তারিত কলু পক্ষপাত অপসরি গলা অরজা সমাত অপসরি গলা অরজা সমাত অপসরি গলা অরজা সমাত ହେ ବିନତା ନନ୍ଦନ କେବଳ ସେତିକି ନୁହେଁ ଯେତେବେଳେ ମେରୁ ଏବଂ ମରୁଦଙ୍କର ଯୁଦ୍ଧ ଚାଲିଥିଲା ସେତେବେଳେ ମେରୁ ମନରେ ଭୟ ପାଇ ଆପଣଙ୍କୁ ମନରେ ସ୍ମରଣ କରିଥିଲେ ଆପଣ ତାଙ୍କର ସ୍ମରଣ ମାତ୍ରେ ଆପଣ ବିଶାଳ କାୟ ପକ୍ଷୀକୁ ବିସ୍ତାର କରିଥିଲେ ଯାହା ଫଳରେ ଅଣଚାଷ ବାୟୁ ପବନ ଅଟକି ଯାଇଥିଲା ଆଜି ଏ ଲଙ୍କାର ରାଙ୍ଗନରେ ରାମ ଆପଣଙ୍କୁ ଆକୁଳ ନିବେଦନ କରୁଛି ବିନତା ନନ୍ଦନ ଯଥା ଶୀଘ୍ର ଲଙ୍କାର ରାଙ୍ଗନକୁ ଆସି
ଆମ ଦୟବ୍ରତ ସରପର ଜ୍ୱାଳାରୁ ମୁକ୍ତି ପ୍ରଦାନ କର। নাগরে বান্ধিছি বিশ্রমা সন্ততি মোতে বাহারে রক্ষা কর ভগবতী মোতে বাহারে রক্ষা কর ভগবতী মোতে বাহারে রক্ষা কর ভগবতী প্রভু সুবরঙ্গে জারি পথিরাজ সসরণি মতে এলাবে গে সর মোর শরীর করি প্রকম্পিত হয়ে উঠেছি কাহিকি নয় যদি মোর প্রভু বৈকুণ্ঠাধিপতি নারায়ণ এ পক্ষীরাজ গৌরକୁ ସ୍ମରଣ କରନ୍ତି ତାହେଲେ ଏ ପକ୍ଷୀରାଜ ଗୌରର ଶରୀର ଏଇଭଳି ପ୍ରକମ୍ପିତ ହୋଇ ଉଠେ ହଁ ହେଲେ ମୁଁ ଅନେକ ଥର ସେଇ ବୈକୁଣ୍ଠପୁରକୁ ଯାଇଛି ହେଲେ ସେଠାରେ ମୋର ପ୍ରଭୁ ନାହାନ୍ତି କେଉଁଠାରେ ମୋର ପ୍ରଭୁ ଅଛନ୍ତି ହେ ପ୍ରଭୁ ଆପଣ ଯେଉଁଠାରେ ଥାଆନ୍ତୁ ନା କାହିଁକି ଆପଣଙ୍କୁ କିଛି ବିପଦ ପଡ଼ିଛି ପ୍ରଭୁ ହଁ ମୁଁ ଆପଣଙ୍କ ନିକଟରେ ଯଥା ଶୀଘ୍ର ଯାଇ ପହଞ୍ଚୁଛି ପ୍ରଭୁ ଯଥା ଶୀଘ୍ର ଯାଇ বেনি দে নারুদর নিরন্ধমা পর্বত কহিতে অঙ্গীকর
ସର୍ବପ୍ରଥମେ ଆପଣଙ୍କର ଏଇ ଦାସ ପକ୍ଷୀରାଜ ଗରୁଡ଼ର ପ୍ରଣାମ ଗ୍ରହଣ କରନ୍ତୁ ପ୍ରଭୁ। ଉଠ ବୈନଦେୟ। ପ୍ରଭୁ ଆଜ ଏ ଖଣ୍ଡ ଦେଖୁଛି ପ୍ରଭୁ ଶ୍ୟାମଳ ସଠମ ତନୁ ବେନି ସ୍କନ୍ଦରେ ଅକ୍ଷୟ ତୃଣୀର ଜଟାଜୁଟ ଭୂଷିତ ବେଶ ଏଠି ଅବତାର ପ୍ରଭୁ। ହେଲେ ପ୍ରଭୁ ଜାଣିଛନ୍ତି ପ୍ରଭୁ ଆପଣଙ୍କର ଦର୍ଶନ ନିମନ୍ତେ ମୁଁ ବହୁତ ବାର ଆପଣଙ୍କର ସେଇ ବୈକୁଣ୍ଠପୁରକୁ ଯାଇଛି ପ୍ରଭୁ। ହେଲେ ଆପଣଙ୍କୁ ନ ଦେଖି ମୁଁ ମନ ଦୁଃଖ କରି ବ୍ୟାକୁଳତା କରି ସେଇ ରମ୍ୟ ପ୍ରଦୀପକୁ ଚାଲି ଆସେ ପ୍ରଭୁ। ଆଉ ଭାବନା କରେ ପ୍ରଭୁ ମୋର କେଉଁଠାରେ ପ୍ରଭୁ। ହେଲେ ପ୍ରଭୁ ଆପଣ ତ ହେଉଛନ୍ତି ଅନ୍ତର୍ଯାମୀ ଠାକୁର ଏ ବ୍ରହ୍ମାଣ୍ଡର ଠାକୁର। ମୋ ଅନ୍ତରର କଥା ଜାଣିପାରି ଆପଣଙ୍କ ଏହି ଅବତାରରେ ଗୋଟେ ଦର୍ଶନ ଦେଇଛନ୍ତି ପ୍ରଭୁ। ହେଲେ ପ୍ରଭୁ ଆପଣଙ୍କ ଏହି ଅବତାରରେ ମତେ ଟିକେ ସେବାରୁ କାହିଁକି ବଞ୍ଚିତ କଲେ ପ୍ରଭୁ? କାହିଁକି ବଞ୍ଚିତ କଲେ ମତେ ପ୍ରଭୁ? ହେ ବୈନଦେୟ, ପ୍ରଭୁ ସମସ୍ତ ପାପୀ ମାନଙ୍କୁ ବିନାଶ କରିବା ପାଇଁ, ପ୍ରଭୁ ଦେବକଣ୍ଟକ ରାବଣକୁ ବିନାଶ କରିବା ପାଇଁ ସମସ୍ତ ଦେବତା ମାନଙ୍କ ଆରାଧନା କ୍ରମେ ପ୍ରଭୁ ଏ ତ୍ରେତୟା ଯୁଗରେ କ୍ଷୀରାଧିପତ୍ୟକୁ ପରିତ୍ୟାଗ କରି ସମସ୍ତ ଦେବତାମାନଙ୍କ ଅନୁରୋଧ କ୍ରମେ ଏ ରାମାବତାରରେ ଏ ଧରାପୃଷ୍ଠରେ ମୁଁ ଜନ୍ମଗ୍ରହଣ କରିଛି। ପ୍ରଭୁ ହେଲେ ପ୍ରଭୁ ଆପଣଙ୍କୁ ଏହି ଅବତାରରେ ଦର୍ଶନ କରି ଆଜି ମୁଁ ଧନ୍ୟ ହୋଇଯାଇଛି ପ୍ରଭୁ। ମୋ ନେତ୍ରାଜି ପବିତ୍ର ହୋଇଯାଇଛି ପ୍ରଭୁ। ମୋ ନେତ୍ରାଜି ପବିତ୍ର ହୋଇଯାଇଛି। ଆଇ ଛତ୍ର ପଟନା ଯାହାର ଚିତ ଏ ପ୍ରଭୁ ସୂର୍ଯ୍ୟ ଜନମାରେ ଚିତ ପ୍ରଭୁ ସୂର୍ଯ୍ୟ ଜନମାରେ ଚିତ ପ୍ରଭୁ ସୂର୍ଯ୍ୟ ଜନମାରେ ଚିତ ସବଇ ଉଚିତ ଦେହୁ ଦେବାନ ଭକ୍ତ ଭାବେ ସେ ହୋଇଛି ରନ୍ଧନ ଭାବେ ସେ ହୋଇଛି ରନ୍ଧନ ଭକ୍ତ ଭାବେ ସେ ହୋଇଛି ରନ୍ଧନ ବୋଲି ପ୍ରଦକ୍ଷିଣ କଲା ତିନିବାର ନିସ୍ତରୀ ବୋଲି କହେ ରୋଇ ଏ ବ୍ରହ୍ମାଣ୍ଡରେ ଯାହାର ଛନ୍ଦ କପଟ ମୋହ ମାୟା ନାହିଁ ସେ କ୍ଷୀରେ ସୂର୍ଯ୍ୟଜନ ପ୍ରଭୁ। ଏ ବ୍ରହ୍ମାଣ୍ଡରେ ସମସ୍ତେ ଜାଣନ୍ତି ପ୍ରଭୁ ଆପଣ। ହେଲେ ପ୍ରଭୁ ଯେଉଁ ସବରର ଉଚ୍ଚିଷ୍ଟକୁ ଆପଣ ପାନ କରିଥିଲେ ସେହି ସବର ତ ଆପଣଙ୍କ ପାଖରେ ସଦା ସର୍ବଦା ବନ୍ଧା ହୋଇ ରହିଅଛି ପ୍ରଭୁ। ଆଉ ତ ଆଉ କଣ ଅଛି ପ୍ରଭୁ? ଆଉ କିଛି ନାହିଁ ସଂସାରରେ ପ୍ରଭୁ ଆପଣଙ୍କ ବିନା। ଆଉ କିଛି ନାହିଁ ପ୍ରଭୁ ଆପଣ ବିନା ଆଉ କିଛି ନାହିଁ। আই কৃষ্ণাবতারে পাপরে হে ভেদ এতে গণই গলা কশ্যপর ବୈନଦେୟ, ଆଉ ଗୋଟିଏ ଅନୁରୋଧ ରଖିବେ ପ୍ରଭୁ। କୁହନ୍ତୁ ଆଉ ବୈନଦେୟ। ଗୋଟିଏ କଥା କହିବି ଆପଣଙ୍କୁ ଏଇ ଅବତାରରେ ଆଉ ଗୋଟିଏ ଥର ଆପଣଙ୍କୁ ଦେଖିବା ପାଇଁ ମୋର ଲାଳାୟିତ ପ୍ରଭୁ। ଏହି ଅନୁରୋଧ ରଖିବେ ପ୍ରଭୁ। ହେ ବୈନଦେୟ, ପ୍ରଭୁ ଯେତେବେଳେ ତ୍ରେତୟା ଯୁଗର ଅବସାନ ଘଟିବ, ପ୍ରଭୁ ଏ ଧରାପୃଷ୍ଠରେ ଦ୍ୱାପର ଯୁଗ ଉପଗତ ହେବ, ସେତେବେଳେ କ୍ଷୀରାଧିପତ୍ୟକୁ ପରିତ୍ୟାଗ କରି କଂସା ଆଦି ସମସ୍ତ ରାକ୍ଷସକୁ ବିନାଶ କରିବା ପାଇଁ ମୁଁ କୃଷ୍ଣ ଅବତାରରେ ଜନ୍ମ ଗ୍ରହଣ କରିବି। ଯେତେବେଳେ ପୁଷ୍କରିଣୀ ମଧ୍ୟରେ କାଳିୟ ନାଗ ସଙ୍ଗତରେ ମୁଁ କ୍ରୀଡ଼ାରତ ହେଉଥିବି, ସେତେବେଳେ କାଳିୟ ନାଗ ପୁନଶ୍ଚ ମୋତେ ଦଂଶନ କରିବ। ସେତେବେଳେ ପୁନଶ୍ଚ ଆପଣଙ୍କୁ ମୁଁ ସ୍ମରଣ କରିବା ମାତ୍ରେ ସେ ଦଶାରୁ ଆପଣ ପୁନଶ୍ଚ ମୋତେ ମୁକ୍ତ କରିବା ହେବେ। সেই কৃষ্ণ অবতারকে দর্শন করিবে আপনার দ্বাপর যুগরে। ହେଉ ପ୍ରଭୁ ସେ ରମ୍ୟ ବିଧି ପରେ ଚାତକ ପକ୍ଷୀ ସଦୃଶ ଆପଣଙ୍କ ସେଇ ଅବତାରକୁ ମୁଁ ଅପେକ୍ଷା କରିବି ପ୍ରଭୁ। ଏବେ ମୋତେ ବିଦାୟ ଦିଅନ୍ତୁ ପ୍ରଭୁ। ঠিক ଅଛି ବୈନଦେୟ। আই শুনি পরম সন্তোষর ভূপরি তাঙ্কু ধাই অন কয়ে
जय ब्रह्मचर्य पुरुषोत्तम रामचंद्र जय ब्रह्मचर्य पुरुषोत्तम रामचंद्र जय ब्रह्मचर्य पुरुषोत्तम रामचंद्र हे कपि सैन्य माने वर्तमान ये युद्ध एठारे स्थगित रहिबो आसंता युद्ध पाई आमे सुबलागिरी अवस्थान करी समस्त युद्धर वृत्तांत वर्णना करिबा एबे सुबलागिरी को यात्रा आरंभ करिबा समस्त कपि सैन्य माने एथु अंतरे जने सुणवान रस एथु अंतरे जने सुणवान रस चार जाई जणाइला रावणर पास श्रीराम लक्ष्मण आदि पाइले जीवन घाटे पड़िथिले होई चेतन युद्ध भूमिरे बसिन करन्ति विचार रात्रे बसी लंका को करिवे छार खार महाराज ये संवाद शार्दूल की संवाद महाराज खाली न्यू संवाद महाराज आपणक मनरे सदा सर्वदा खाली सुसंवाद शुणिबा ପାଇଁ इच्छुक अछंती महाराज हेले ମୁଁ କଣ କରିବି महाराज सदा सर्वदा खाली न्यू संवाद महाराज आपणकर ज्येष्ठ पुत्र मेघनाद श्री राम लक्ष्मण भल्लुक वानरଙ୍କ ସହିତ ସମସ୍ତଙ୍କୁ ଅହିଂସାର ବନ୍ଧନରେ ପକାଇ ଆସିଥିଲେ ମହାରାଜ ଏବେ ସମସ୍ତେ ମୃତ୍ୟୁବରଣ କରିବା ପରିବର୍ତ୍ତେ ପୁନର୍ଜୀବନ ଲାଭ କରିଛନ୍ତି ମହାରାଜ ଏବଂ ସେମାନେ ରଣଭୂମି ରଣାଙ୍ଗନରେ ଆଜ୍ଞା ଧନୁଶର ଧରି ଖାଲି ପ୍ରତିଜ୍ଞା ମାନ କରୁଛନ୍ତି ରାତ୍ର ଅଧରେ ପଶି ଏ ଲଙ୍କା ଘରକୁ ଛାର ଛାର କରି ଧ୍ୱଂସ ବିଧ୍ୱଂସରେ ପରିଣତ କରିବେ ମହାରାଜ ତ୍ରିଜଟା ଶୁଣି ନ ଯାଇ ସୀତାଙ୍କୁ କହିଲା ଏହା ଶୁଣି ଦେବୀଙ୍କ ସନ୍ତାପ ମନୁଗଲା ମା ଶୁଣିବାକୁ ପାଉଛି ମୋ ପ୍ରଭୁ ଦେହର ଜୀବିତ ହୋଇଯାଇଛନ୍ତି ଏହା କଣ ସତ୍ୟ? ହଁ ମା ପ୍ରଭୁ ରାକ୍ଷସ ବନ୍ଧୁରୁ ମୁକ୍ତି ଅଛନ୍ତି ମା ହେ ପ୍ରଭୁ ମୁଁ ଜାଣେ ଆପଣ ସତ୍ୟରେ ଅଛନ୍ତି ଏବଂ ଯୁଗ ଯୁଗରେ ଧର୍ମର କ୍ଷୟ ହୋଇଛି ଏବଂ ଅଧର୍ମର କ୍ଷୟ ହୋଇଛି ହେ ବିଧାତା ମୋ ପ୍ରଭୁଙ୍କୁ ସହାୟ ହୁଅନ୍ତୁ ସେ ପାପାଚାରୀ ଦୁଷ୍ଟ ଦୁରାତ୍ମା ଆପଣଙ୍କୁ ବଦ୍ଧ କରି ଦାସବଂଶକୁ ନିପାତ କରି ମୋତେ ମୋ ପ୍ରଭୁ ଏଠାକୁ ଉଦ୍ଧାର କରି ନେଇଯାଆନ୍ତୁ। ଚାର ମୁଖରୁ ଶୁଣିନ ରାବଣ ଚକିତ